ଏସିକିଏଲ ପୁସ୍ତକ 8 ଅଧ୍ୟାୟ। ଜେରୁସାଲେମର ପାପ ସମୂହ ସମ୍ବନ୍ଧରେ ଏକ ଦର୍ଶନ। ଷଷ୍ଠ ବର୍ଷର ଷଷ୍ଠ ମାସର ପ୍ରଥମ ଦିବସରେ ମୋର ଗୃହରେ ମୁଁ ଥିଲି ଓ ଯୁଦାର ବୟୋଜ୍ୟେଷ୍ଠମାନେ ମୋ ସମ୍ମୁଖରେ ଆସିନଥିଲେ। ସେ ସମୟରେ ପ୍ରଭୁ ଈଶ୍ୱରଙ୍କ ହସ୍ତ ମୋ ଉପରେ ସମାଗତ ହେଲା। ମୁଁ ଚାହିଁଲି ଓ ମନୁଷ୍ୟକାର ବିଶିଷ୍ଟ ଏକ ପ୍ରତିରୂପ ମୁଁ ଦେଖିବାକୁ ପାଇଲି, ଯାହା ତାଙ୍କର କୋଟିଦେଶ ସଦୃଶ୍ୟ ଦେଖାଯାଉଥିଲା। ତାହାର ନିମ୍ନରେ ଅଗ୍ନି ଓ କୋଟିଦେଶର ଊର୍ଦ୍ଧ୍ୱ ଭାଗରେ ଉଜ୍ଜ୍ୱଳ ପିତ୍ତଳ ଯେଉଁପରି ପ୍ରଦୀପ୍ୟମାନ ହୁଏ, ସେହିପରି ଏକ ଶୋଭା ଦେଖାଗଲା। ଯାହା ହସ୍ତ ସଦୃଶ୍ୟ ଦେଖାଯାଉଥିଲା, ତାହା ବିସ୍ତାର କରି ସେ ମୋର କେଶ ଧରିଲେ ଓ ଆତ୍ମା ମୋତେ ପୃଥିବୀ ତଥା ଆକାଶ ମଧ୍ୟବର୍ତ୍ତୀ ସ୍ଥାନକୁ ଉଠାଇ ନେଲେ। ଈଶ୍ୱରଙ୍କ ଠାରୁ ପ୍ରାପ୍ତ ସେହି ଦର୍ଶନ ଗୁଡ଼ିକରେ ସେ ମୋତେ ଜେରୁସାଲେମ ଭିତର ପ୍ରାଙ୍ଗଣର ଉତ୍ତରାଭିମୁଖୀ ଦ୍ୱାରକୁ ନେଇ ଆସିଲେ। ଈର୍ଷା ଜନ୍ମାଉଥିବା ଈର୍ଷାର ପ୍ରତିମୂର୍ତ୍ତିର ଆସନ ସେଠାରେ ଉପସ୍ଥିତ ଥିଲା। ସମତଳ ଭୂମିରେ ଇସ୍ରାଏଲର ଈଶ୍ୱରଙ୍କ ମହିମାର ଯେଉଁ ଦର୍ଶନ ମୁଁ ଦେଖିଥିଲି, ଯେପରି ମହିମା ମୁଁ ସେଠାରେ ଦେଖିବାକୁ ପାଇଲି। ସେ ସମୟରେ ସେ ମୋତେ କହିଲେ, ହେ ମନୁଷ୍ୟପୁତ୍ର, ଉତ୍ତର ଆଡ଼େ ଚକ୍ଷୁ ଉଠାଇ ଦେଖ। ତହୁଁ ମୁଁ ଉତ୍ତର ଆଡ଼କୁ ଚକ୍ଷୁ ଉଠାଇଲି। ବଳିପୀଠ ଦ୍ୱାରର ଉତ୍ତର ଦିଗରେ ସେହି ଈର୍ଷାର ପ୍ରତିରୂପ ବିଦ୍ୟମାନ ଥିଲା। ସେ ମୋତେ କହିଲେ, ହେ ମନୁଷ୍ୟପୁତ୍ର, ସେମାନେ ଯାହା କହୁଛନ୍ତି, ତୁମେ କ'ଣ ତାହା ଦେଖୁଅଛ? ମୋର ପବିତ୍ର ଆଳୟରୁ ମୋତେ ବିତାଡ଼ିତ କରିବା ପାଇଁ ଇସ୍ରାଏଲର ବଂଶ ସେଠାରେ ଯାହା କରନ୍ତି, ସେହି ଘୃଣ୍ୟ ବିଷୟଗୁଡ଼ିକୁ ତୁମେ କ'ଣ ଦେଖୁଅଛ? ତଥାପି ଏହା ଅପେକ୍ଷା ଆହୁରି ଅଧିକ ଘୃଣ୍ୟ କାର୍ଯ୍ୟଗୁଡ଼ିକ ତୁମେ ଦେଖିବାକୁ ପାଇବ। ଏହାପରେ ସେ ମୋତେ ପ୍ରାଙ୍ଗଣ ଦ୍ୱାରକୁ ଘେନି ଆସିଲେ। ମୁଁ ଚାହିଁଲି ଓ ପ୍ରାଚୀରର ଏକ ଛିଦ୍ର ଦେଖିଲି। ସେ ମୋତେ କହିଲେ, ହେ ମନୁଷ୍ୟପୁତ୍ର, ସେହି ପ୍ରାଚୀର ଖୋଲ। ତହୁଁ ମୁଁ ସେହି ପ୍ରାଚୀର ଖୋଲିଲି, ଆଉ ଦେଖ, ସେଠାରେ ଏକ ଦ୍ୱାର। ସେ ପୁଣି ମୋତେ କହିଲେ, ଭିତରେ ପ୍ରବେଶ କରି ସେଠାରେ ସେମାନଙ୍କ ଦ୍ୱାରା ସାଧିତ ଘୃଣ୍ୟତାଗୁଡ଼ିକ ଦେଖ। ତହୁଁ ଭିତରେ ପ୍ରବେଶ କରି ମୁଁ ଦେଖିଲି, ଚତୁଃପାର୍ଶ୍ୱସ୍ଥ ପ୍ରାଚୀରରେ ସର୍ବବିଧ ସରୀସୃପ, ଘୃଣ୍ୟ ପଶୁବର୍ଗ ଓ ଇସ୍ରାଏଲ ବଂଶର ପିତୁଳା ସକଳ ଛିଦ୍ରାଙ୍କିତ ହୋଇଥିଲା। ଇସ୍ରାଏଲର 70 ଜଣ ବୟୋଜ୍ୟେଷ୍ଠ ଓ ସେମାନଙ୍କ ଗହଣରେ ସାଫାନର ପୁତ୍ର ଯାସନିଆ ସେ ସମସ୍ତଙ୍କ ସମ୍ମୁଖରେ ଦଣ୍ଡାୟମାନ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜ ନିଜ ହସ୍ତରେ ଏକ ଧୂପ କଳସ ଧରିଥିଲେ ଓ ସୁଗନ୍ଧ ଦ୍ରବ୍ୟ ଗୁଡ଼ିକରୁ ଉତ୍ଥିତ ଧୂମ ମେଘମାଳା ସଦୃଶ୍ୟ ଊର୍ଦ୍ଧ୍ୱକୁ ଉଠୁଥିଲା। ସେ ମୋତେ କହିଲେ, ହେ ମନୁଷ୍ୟପୁତ୍ର, ଇସ୍ରାଏଲ ବଂଶର ବୟୋଜ୍ୟେଷ୍ଠମାନେ ଅନ୍ଧକାରରେ ସେମାନଙ୍କ ଛିଦ୍ରାଙ୍କିତ ପ୍ରକୋଷ୍ଠରେ ଯାହା କରନ୍ତି, ତାହା ତୁମେ କ'ଣ ଦେଖୁଅଛ? ସେମାନେ କହନ୍ତି, ପ୍ରଭୁ ଆମମାନଙ୍କୁ ଦେଖନ୍ତି ନାହିଁ। ପ୍ରଭୁ ଏହି ଦେଶକୁ ପରିତ୍ୟାଗ କରିଅଛନ୍ତି। ସେ ପୁଣି ମୋତେ କହିଲେ, ଏହା ଅପେକ୍ଷା ଆହୁରି ଅଧିକ ଘୃଣ୍ୟ ବିଷୟ ତୁମେ ଦେଖିବାକୁ ପାଇବ। ଏହାପରେ ସେ ମୋତେ ଦେବାଳୟର ଉତ୍ତର ଦିଗସ୍ଥ ଦ୍ୱାରକୁ ନେଇ ଆସିଲେ ଓ ସେଠାରେ ତାମ୍ବୁସ ସମ୍ବନ୍ଧରେ ନାରୀମାନେ ବିଳାପ କରୁଥିଲେ। ସେ ମୋତେ କହିଲେ, ହେ ମନୁଷ୍ୟପୁତ୍ର, ତୁମେ କ'ଣ ଏହା ଦେଖିଲ? ଏହା ଅପେକ୍ଷା ଆହୁରି ଅଧିକ ଘୃଣ୍ୟ ବିଷୟ ତୁମେ ଦେଖିବାକୁ ପାଇବ। ତତ୍ପରେ ସେ ମୋତେ ପ୍ରଭୁଙ୍କ ଆଳୟର ଭିତର ପ୍ରାଙ୍ଗଣକୁ ଘେନି ଆସିଲେ। ଦେବାଳୟର ଦ୍ୱାର ନିକଟରେ ଥିବା ମଣ୍ଡପ ତଥା ବଳିପୀଠ ମଧ୍ୟରେ ପ୍ରାୟ 25 ଜଣ ଲୋକ ପ୍ରଭୁଙ୍କ ଆଳୟକୁ ସେମାନଙ୍କର ପୃଷ୍ଠଦେଶ ଦେଇ ପୂର୍ବ ଦିଗ ଆଡ଼େ ଦଣ୍ଡାୟମାନ ହୋଇଥିଲେ। ପୂର୍ବ ଦିଗକୁ ମୁଖ କରି ସେମାନେ ସୂର୍ଯ୍ୟକୁ ପ୍ରଣିପାତ କରୁଥିଲେ। ସେ ମୋତେ କହିଲେ, ହେ ମନୁଷ୍ୟପୁତ୍ର, ତୁମେ କ'ଣ ଏହା ଦେଖିଲ? ଏହିଠାରେ ଯୁଦା ବଂଶ ଯାହା କଲେ, ସେହି ଘୃଣ୍ୟ କାର୍ଯ୍ୟ ସବୁ କ'ଣ
ଓସାର। ଏହିପରି ସେମାନେ ଦେଶକୁ ହିଂସାରେ ଭରି ଦିଅନ୍ତି ଓ ତୋ ଦ୍ୱାରା ମୋତେ ଉତ୍ତରୋତ୍ତର କୁପିତ କରାଉଛନ୍ତି। ଆଉ ଦେଖ, ସେମାନେ ଶାଖାକୁ ନିଜ ନିଜ ନାସିକାରେ ରଖନ୍ତି। ସୁତରାଂ କ୍ରୋଧ ଜରିଆରେ ମୁଁ ସେମାନଙ୍କ ବିରୁଦ୍ଧରେ ଆଚରଣ କରିବି। ମୁଁ ସେମାନଙ୍କୁ ଛାଡ଼ିଦେବି ନାହିଁ କିମ୍ବା ସେମାନଙ୍କ ପ୍ରତି ସଦୟ ହେବି ନାହିଁ। ଯଦିଓ ସେମାନେ ଉଚ୍ଚ ସ୍ୱରରେ ମୋ କାନରେ କ୍ରନ୍ଦନ କରିବେ, ତଥାପି ମୁଁ ସେମାନଙ୍କ କଥା ଶୁଣିବି ନାହିଁ। 9 ଅଧ୍ୟାୟ ଜେରୁସାଲେମ ପ୍ରତି ଦଣ୍ଡ। ତତ୍ପରେ ଉଚ୍ଚ ସ୍ୱରରେ ସେ ଏହିପରି ମୋର ଶ୍ରୁତିଗୋଚରରେ କହିଲେ, ନଗରୀର ହେ ସଂହାରକମାନେ, ସଂହାରର ଅସ୍ତ୍ରଶସ୍ତ୍ର ହାତରେ ଧରି ସନ୍ନିକଟ ହୁଅ। ସହସା ଉତ୍ତର ଦିଗରୁ ଉପରସ୍ଥ ଦ୍ୱାରଠାରୁ 6 ଜଣ ଲୋକ ବାହାରି ଆସିଲେ। ପ୍ରତ୍ୟେକେ ନିଜ ନିଜ ହାତରେ ନିଧନ କରିବା ପାଇଁ ଉଦ୍ଦିଷ୍ଟ ଅସ୍ତ୍ର ଧରିଥିଲେ। ସେମାନଙ୍କ ମଧ୍ୟରେ ଶଣବସ୍ତ୍ର ପରିହିତ ଜଣେ ଲୋକ ମଧ୍ୟ ଉପସ୍ଥିତ ଥିଲା। ତା ପାର୍ଶ୍ୱରେ ଲିଖନ ସାମଗ୍ରୀ ଅନ୍ତର୍ଭୁକ୍ତ ଏକ ଥଳି ମଧ୍ୟ ଥିଲା। ସେମାନେ ଆସି ପିତ୍ତଳ ବଳିପୀଠ ସମୀପରେ ଦଣ୍ଡାୟମାନ ହେଲେ। ଯେଉଁ କେରୁବଦ୍ୱୟଙ୍କ ମଧ୍ୟରେ ଇସ୍ରାଏଲର ଈଶ୍ୱରଙ୍କ ମହିମା ବିରାଜମାନ ଥିଲା, ତାହା ସେଠାରୁ ଉଠି ଦେବାଳୟର ପ୍ରବେଶ ପଥକୁ ଆସି ଠିଆ ହେଲା, ଯାହା ପାର୍ଶ୍ୱରେ ଲିଖନ ସାମଗ୍ରୀ ଥଳି ଥିଲା। ଶଣବସ୍ତ୍ର ପରିହିତ ସେହି ଲୋକକୁ ପ୍ରଭୁ ଡାକିଲେ। ପ୍ରଭୁ ତାଙ୍କୁ କହିଲେ, ଜେରୁସାଲେମ ନଗରୀ ଦେଇ ପରିଭ୍ରମଣ କର ଓ ସେହି ନଗରୀରେ ସମ୍ପାଦିତ ସମସ୍ତ ଘୃଣ୍ୟ କାର୍ଯ୍ୟ ସମ୍ବନ୍ଧରେ ଯେଉଁମାନେ ରୋଦନ ତଥା ଆର୍ତ୍ତନାଦ କରନ୍ତି, ସେମାନଙ୍କ କପାଳରେ ଏକ ସଂକେତ ଅଙ୍କନ କର। ଅନ୍ୟ ସମସ୍ତ ଲୋକମାନଙ୍କୁ ପ୍ରଭୁ ମୋର ଶ୍ରୁତିଗୋଚରରେ କହିଲେ, ତା ପଛରେ ଅନୁଗମନ କରି ନଗରୀ ଦେଇ ପରିଭ୍ରମଣ କର ଓ ସଂହାର ଆରମ୍ଭ କର। ତୁମ୍ଭମାନଙ୍କର ଚକ୍ଷୁ କୌଣସି ଅନୁକମ୍ପା ପ୍ରଦର୍ଶନ ନ କରୁ କିମ୍ବା କାହା ପ୍ରତି ସଦୟ ହୁଅ ନାହିଁ। ବୃଦ୍ଧ ଯୁବକ ଯୁବତୀ, ଶିଶୁ ତଥା ନାରୀମାନଙ୍କୁ ସମ୍ପୂର୍ଣ୍ଣ ନିଧନ କର। କିନ୍ତୁ ଯେଉଁମାନେ ସଂକେତ ଦ୍ୱାରା ଅଙ୍କିତ, ସେମାନଙ୍କୁ ସ୍ପର୍ଶ କର ନାହିଁ। ବର୍ତ୍ତମାନ ମୋର ପବିତ୍ର ଆଳୟରେ ହିଁ ଆରମ୍ଭ କର। ତହୁଁ ସେମାନେ ଆଳୟ ସମ୍ମୁଖ ଭାଗରେ ଦଣ୍ଡାୟମାନ ବୟୋଜ୍ୟେଷ୍ଠମାନଙ୍କଠାରୁ ଆରମ୍ଭ କଲେ। ସେ ପୁଣି ସେମାନଙ୍କୁ କହିଲେ, ଏହି ଆଳୟକୁ ଅପବିତ୍ର କର ଓ ପ୍ରାଙ୍ଗଣ ସମୂହକୁ ମୃତ ଦେହରେ ଭରିଦିଅ। ବର୍ତ୍ତମାନ ତୁମେମାନେ ଯାଇପାର। ତହୁଁ ସେମାନେ ବାହାରି ଯାଇ ନଗରୀରେ ସଂହାର କରିବାକୁ ଆରମ୍ଭ କଲେ। ସେମାନେ ଏହିପରି ଯେବେ ସଂହାର କରୁଥିଲେ ଓ ମୁଁ ଏକାକୀ ପରିତ୍ୟକ୍ତ ହୋଇଥିଲି, ତେବେ ମୁହଁ ମାଡ଼ି ମୁଁ କ୍ରନ୍ଦନ କଲି, ହାୟ ପ୍ରଭୁ ହେ ଈଶ୍ୱର, ଜେରୁସାଲେମ ଉପରେ ତୁମେ ଯେବେ ତୁମ କ୍ରୋଧ ବର୍ଷଣ କରିବ, ତେବେ ତୁମେ କ'ଣ ଇସ୍ରାଏଲର ସମସ୍ତ ଅବଶିଷ୍ଟ ଲୋକଙ୍କୁ ବିନାଶ କରିବ? ସେ ସମୟରେ ସେ ମୋତେ କହିଲେ, ଇସ୍ରାଏଲ ବଂଶ ଓ ଯୁଦା ବଂଶର ଅପରାଧ ଅତ୍ୟଧିକ। ସମଗ୍ର ଦେଶ ରକ୍ତ ଦ୍ୱାରା ଓ ଏହି ନଗରୀ ହିଂସା ଦ୍ୱାରା ପରିପୂରିତ। ପ୍ରଭୁ ଏହି ଦେଶକୁ ଉପେକ୍ଷା କରିଅଛନ୍ତି। ସେମାନେ କହନ୍ତି ଯେ ପ୍ରଭୁ କିଛି ହିଁ ଦେଖନ୍ତି ନାହିଁ। କିନ୍ତୁ ମୋର ଚକ୍ଷୁ ଅନୁକମ୍ପାରେ ତରଳି ଯିବ ନାହିଁ କିମ୍ବା ମୁଁ ସଦୟ ହେବି ନାହିଁ, ବରଂ ସେମାନଙ୍କ କାର୍ଯ୍ୟ ଅନୁରୂପ ଦଣ୍ଡ ମୁଁ ସେମାନଙ୍କ ମସ୍ତକ ଉପରେ ବର୍ଷଣ କରିବି। ଯାହା ପାର୍ଶ୍ୱରେ ଲିଖନର ସାମଗ୍ରୀ ଥିଲା, ଶଣବସ୍ତ୍ର ପରିଧାନକାରୀ ସେହି ଲୋକ ଫେରି ଆସି ସମ୍ବାଦ ଦେଖାଇଲା। ମୋ ପ୍ରତି ତୁମ ଦ୍ୱାରା ପ୍ରଦତ୍ତ ଆଦେଶ ମୁତାବକ ମୁଁ ସବୁ କିଛି କଲି। 10 ଅଧ୍ୟାୟ ଦେବାଳୟରୁ ପ୍ରଭୁଙ୍କ ମହତ୍ୱର ବହିର୍ଗମନ। ସେ ସମୟରେ ମୁଁ ଚାହିଁଲି ଓ କେରୁବ ଦ୍ୱୟଙ୍କ ମସ୍ତକ ଦେଶର ଉପରି ଭାଗସ୍ଥ ବିତାନରେ ନୀଳକାନ୍ତ ମଣି ନିର୍ମିତ ସିଂହାସନ ସଦୃଶ୍ୟ କିଛି ଦେଖାଗଲା। ଶଣବସ୍ତ୍ର ପରିହିତ ସେହି ବ୍ୟକ୍ତିଙ୍କୁ ପ୍ରଭୁ କହିଲେ, କେରୁବ ଦ୍ୱୟଙ୍କ ନିମ୍ନରେ ଥିବା ଚକ୍ରଗୁଡ଼ିକ ମଧ୍ୟକୁ ଯାଅ ଓ ସେହି କେରୁବମାନଙ୍କ ମଧ୍ୟରୁ ଜ୍ୱଳନ୍ତ ଅଙ୍ଗାର ନେଇ
तुम हस्त भरी दे ताहाकु नगरी उपरे विक्षिप्त कर। मो दृष्टि से प्रस्थान कला। से जेबे भीतर को गला तेबे केरुब माने देवालयर दक्षिण दिगरे ठिया होइथिले। भीतर प्रांगण एक मेघमाल रे भरी गला। केरुब मानक मध्यरु प्रभुंकर महत्व ऊर्ध्वारोहण करी देवालयर प्रवेश पथ आड़कू गला। देवालय मेघमाल रे परिपूर्ण हैला ओ प्रभुंक महत्वर उज्ज्वलतारे प्रांगण भरी गला। सर्वशक्तिमान ईश्वर जेबे कथा कहती तेबे ताहांक स्वर सदृश्य केरुब मानक पक्षर फड़फड़ शब्द प्रांगणर बाहर पर्यंत शुणागला। प्रभु जेतेबेले शण वस्त्र परिहित सेही लोकंकु आदेश देले केरुब मानक मध्यरे घुरुथिबा चक्र गुड़िक मध्यरु अग्नि निय। सेतेबेले से जाई चक्र समीपरे दंडायमान हैला। केरुब मानक मध्यरु जने निज मध्यरे अवस्थित अग्नि पाखकु हस्त विस्तार करी सेथिरु अल्प काढ़ी नेला ओ ताहाकु शणवस्त्र परिहित लोकर हातरे रखिले। ताहा ग्रहण करी से बाहरी गला। केरुब मानक पक्ष तले मानव हस्ताकार विशिष्ट किछि थिबा देखागला। मु चाहिली केरुब मानक समीपरे 4 गोटी चक्र दृश्यमान हैला। प्रत्येक केरुबंक समीपरे गोटिए लेखाए चक्र देखागला। वैदुर्यमणि सदृश्य सेही चक्र गुड़िक जांजुल्यमान होइथिला। सेही 4 चक्र समीपरु विशिष्ट थिला ओ गोटिए चक्र अन्यटीर मध्य भागरे अवस्थित बोली देखा जाउथिला। गमन करिबा समय रे उभय पार्श्वकु न बुली 4 दिगकु जे कौनसी दिगरे समस्त यात्रा करि पारुथिला। जे कौनसी दिग आड़े सम्मुख भागर चक्र जाउथिला। अन्य समस्त चक्र मध्य उभय पार्श्वकु न बुली ताहार अनुगमन करुथिले। केरुब मानकर समग्र शरीर सेमानकर पृष्ठ हस्त तथा पक्ष समूह ओ सेमानक समीपवर्ती चक्र सकल चक्षुरे पूर्ण थिला। मोर श्रुति गोचରରେ ସେହି ଚକ୍ର ଗୁଡ଼ିକ ଘୂର୍ଣ୍ଣମାନ ଚକ୍ର ନାମରେ ନାମିତ ହେଲା। ପ୍ରତ୍ୟେକଟି 4 ମୁଖ ବିଶିଷ୍ଟ ଥିଲା। ପ୍ରଥମ ମୁଖ କେରୁବଙ୍କ ମୁଖ ସଦୃଶ୍ୟ, ଦ୍ୱିତୀୟ ମୁଖ ମନୁଷ୍ୟର ମୁଖ ତୁଲ୍ୟ, ତୃତୀୟ ମୁଖ ସିଂହର ମୁଖ ସମ ଓ ଚତୁର୍ଥ ମୁଖ ଉତ୍କର୍ଷ ପକ୍ଷୀର ମୁଖ ପରି ଥିଲା। କେରୁବମାନେ ଊର୍ଦ୍ଧ୍ୱାରୋହଣ କଲେ। କେବାର ନଦୀ ପାର୍ଶ୍ୱରେ ମୁଁ ଦେଖିବାକୁ ପାଇଥିବା ସେହି ଜୀବନ୍ତ ପ୍ରାଣୀ ଥିଲେ ସେମାନେ। କେରୁବମାନେ ଯେବେ ପ୍ରସ୍ଥାନ କଲେ ତେବେ ଚକ୍ର ସମୂହ ମଧ୍ୟ ସେମାନଙ୍କ ସହ ଯାତ୍ରା କଲା। ଭୂପୃଷ୍ଠରୁ ଊର୍ଦ୍ଧ୍ୱାରୋହଣ କରିବା ପାଇଁ କେରୁବମାନେ ଯେବେ ନିଜ ନିଜ ପକ୍ଷକୁ ଉତ୍ତୋଳନ କଲେ ତେବେ ଚକ୍ର ସମୂହ ସେମାନଙ୍କ ପାର୍ଶ୍ୱରୁ ପୃଥକ ହେଲେ ନାହିଁ। କେରୁବମାନେ ନିଶ୍ଚଳ ରହିବା ବେଳେ ଚକ୍ର ଗୁଡ଼ିକ ମଧ୍ୟ ନିଶ୍ଚଳ ହୋଇ ରହିଲେ ଓ କେରୁବମାନେ ଊର୍ଦ୍ଧ୍ୱାରୋହଣ କଲା ସମୟରେ ଚକ୍ର ଗୁଡ଼ିକ ମଧ୍ୟ ସେମାନଙ୍କ ଗହଣରେ ଉତ୍ତୋଳିତ ହେଲେ। କାରଣ ସେହି ଜୀବନ୍ତ ପ୍ରାଣୀମାନଙ୍କର ଆତ୍ମା ସେ ସମସ୍ତଙ୍କ ଠାରେ ବିଦ୍ୟମାନ ଥିଲା। ତତ୍ପରେ ପ୍ରଭୁଙ୍କର ମହତ୍ଵ ଦେବାଳୟ ଦ୍ୱାରକୁ ବାହାରି ଆସି କେରୁବମାନଙ୍କ ଉପରେ ଦଣ୍ଡାୟମାନ ହେଲେ। ମୁଁ ଯେବେ ଚାହିଁଲି ତେବେ କେରୁବମାନେ ନିଜ ନିଜ ପକ୍ଷ ଉତ୍ତୋଳନ କରି ଭୂପୃଷ୍ଠରୁ ଊର୍ଦ୍ଧ୍ୱାରୋହଣ କଲେ। ସେମାନେ ଯାତ୍ରା କଲାବେଳେ ଚକ୍ର ସମୂହ ମଧ୍ୟ ସେମାନଙ୍କ ଗହଣରେ ଯାତ୍ରା କଲେ। ପ୍ରଭୁଙ୍କ ଆଳୟର ପୂର୍ବ ଦିଗରେ ଦ୍ୱାରରେ ସେମାନେ ଠିଆ ହେଲେ ଓ ଇସ୍ରାଏଲର ଈଶ୍ୱରଙ୍କ ଗୌରବ ସେମାନଙ୍କ ଉପରେ ଦଣ୍ଡାୟମାନ ହେଲା। କେବାର ନଦୀ ପାର୍ଶ୍ୱରେ ଇସ୍ରାଏଲର ଈଶ୍ୱରଙ୍କ ତଳେ ଯେଉଁମାନଙ୍କୁ ମୁଁ ଦେଖିଥିଲି ସେହି ଜୀବନ୍ତ ପ୍ରାଣୀ ଏହିମାନେ ଥିଲେ। ମୁଁ ବୁଝିଲି ଯେ ସେମାନେ କେରୁବ ଅଟନ୍ତି। ପ୍ରତ୍ୟେକ 4 ମୁଖ ତଥା 4 ପକ୍ଷ ବିଶିଷ୍ଟ ଥିଲେ। ସେମାନଙ୍କ ପକ୍ଷ ତଳେ ମାନବ ହସ୍ତ ସଦୃଶ୍ୟ କିଛି ମଧ୍ୟ ଦୃଶ୍ୟମାନ ହୋଇଥିଲା।
କେବାର ନଦୀ ପାର୍ଶ୍ୱରେ ମୋ ଦ୍ୱାରା ଦୃଷ୍ଟ ଜୀବନ୍ତ ପ୍ରାଣୀମାନଙ୍କ ମୁଖ ରୂପ ଏହିମାନଙ୍କ ମଧ୍ୟରେ ଥିଲା। ସେମାନେ ସିଧାସଳଖ ସମ୍ମୁଖ ଆଡ଼େ ପ୍ରସ୍ଥାନ କଲେ। 11 ଅଧ୍ୟାୟ ଜେରୁସାଲେମ ପ୍ରତି ଦଣ୍ଡ। ଆତ୍ମା ମୋତେ ଉଠାଇ ଦେବାଳର ପୂର୍ବ ଦିଗକୁ ମୁଖ କରିଥିବା ପୂର୍ବ ଦ୍ୱାରକୁ ନେଇଗଲେ। ସେହି ଦ୍ୱାରରେ 25 ଜଣ ବ୍ୟକ୍ତି ଥିଲେ। ଜନତାର ନେବା ଅସ୍ମାରର ପୁତ୍ର ଜାସନିଆ ଓ ବେନାଇଆର ପୁତ୍ର ପେଲାତିଆଙ୍କୁ ମଧ୍ୟ ସେମାନଙ୍କ ସହିତ ଠିଆ ହୋଇଥିବା ମୁଁ ଦେଖିଲି। ପ୍ରଭୁ ମୋତେ କହିଲେ, ହେ ମନୁଷ୍ୟ ପୁତ୍ର, ଯେଉଁମାନେ ନଗରୀରେ ଅନିଷ୍ଟ କରନ୍ତି ଓ ଦୁଷ୍ଟ ଉପଦେଶ ଦିଅନ୍ତି, ସେମାନେ ଏହିମାନେ। ସେମାନେ କହନ୍ତି, ଗୃହ ନିର୍ମାଣ କରିବା ପାଇଁ ସମୟ ଆସିନାହିଁ। ଏହି ନଗରୀ ଏକ ହାଣ୍ଡି ଓ ଆମେ ମାଂସ ଅଟୁ। ସୁତରାଂ ପ୍ରବଚନ ଦିଅ, ହେ ମନୁଷ୍ୟ ପୁତ୍ର, ସେମାନଙ୍କ ବିରୁଦ୍ଧରେ ପ୍ରବଚନ ଦିଅ। ପ୍ରଭୁଙ୍କର ଆତ୍ମା ମୋ ଠାରେ ବିଦ୍ୟମାନ ହୋଇ ମୋତେ କହିଲେ, କୁହ ଯେ ପ୍ରଭୁ ଆଦେଶ ଦିଅନ୍ତି, ହେ ଇସ୍ରାଏଲର ବଂଶ, ତୁମେମାନେ ଏହିପରି ଆଲୋଚନା କରୁଅଛ। ତୁମମାନଙ୍କ ମର୍ମରେ ଥିବା ସମସ୍ତ ବିଷୟ ମୋତେ ଜଣା। ଏହି ନଗରୀରେ ତୁମେମାନେ ଅନେକ ରକ୍ତପାତ ଘଟାଇଅଛ। ତୁମେମାନେ ନଗରୀ ରାସ୍ତାକୁ ମୃତ ଦେହରେ ଭରି ଦେଇଅଛ। ସୁତରାଂ ପ୍ରଭୁ କହନ୍ତି, ନଗରୀରେ ତୁମମାନଙ୍କ ଦ୍ୱାରା ନିହିତ ଲୋକେ ହିଁ ଏହି ମାଂସ ଓ ଏହି ନଗରୀ ଅଟେ ସେହି ହାଣ୍ଡି। କିନ୍ତୁ ତୁମେମାନେ ସେଥି ମଧ୍ୟରୁ ବାହାର କରାଯିବ। ଖଡ଼୍ଗ ପ୍ରତି ତୁମେମାନେ ଭୟ ବିହ୍ୱଳ ହୋଇଅଛ। ମୁଁ ତୁମ ଉପରେ ଖଡ଼୍ଗ ଆଣିବି। ମୁଁ ପ୍ରଭୁ ଈଶ୍ୱର ଏହା କହିଅଛି। ନଗରୀରୁ ବାହାର କରି ମୁଁ ତୁମମାନଙ୍କ ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବି ଓ ତୁମମାନଙ୍କ ବିଚାର କରିବି। ତୁମେମାନେ ଖଡ଼୍ଗର ଭୋଜ୍ୟ ହେବ। ଇସ୍ରାଏଲର ସୀମା ସରହଦରେ ମୁଁ ତୁମମାନଙ୍କର ବିଚାର କରିବି। ସେ ସମୟରେ ତୁମେମାନେ ଜାଣିବ ଯେ ମୁଁ ଅଟେ ପ୍ରଭୁ। ଏହି ନଗରୀ ତୁମମାନଙ୍କ ପାଇଁ ହାଣ୍ଡି ସଦୃଶ୍ୟ ହେବ ନାହିଁ ଓ ତୁମେମାନେ ସେଥିମଧ୍ୟରୁ ନିକ୍ଷିପ୍ତ ମାଂସ ସ୍ୱରୂପ ମଧ୍ୟ ହେବ ନାହିଁ। ଇସ୍ରାଏଲର ସୀମା ସରହଦରେ ମୁଁ ତୁମମାନଙ୍କ ବିଚାର କରିବି। ସେ ସମୟରେ ତୁମେମାନେ ଜାଣିବ ଯେ ମୁଁ ଅଟେ ପ୍ରଭୁ। ମୋର ନିୟମାବଳୀ ଅନୁଯାୟୀ ତୁମେମାନେ କାଳାତିପାତ କଲ ନାହିଁ କିମ୍ବା ମୋର ଅଧ୍ୟାଦେଶ ପାଳନ କଲ ନାହିଁ, ବରଂ ଚତୁର୍ଦ୍ଦିଗବାସୀ ଜନତାର ଅଧ୍ୟାଦେଶ ଅନୁସରଣ କରି ତୁମେମାନେ କାର୍ଯ୍ୟ କଲ। ମୁଁ ଯେତେବେଳେ ଏହିପରି ପ୍ରବଚନ ଦେଲି, ସେତେବେଳେ ବେନାଇଆର ପୁତ୍ର ପେଲାତିଆ ମୃତ୍ୟୁବରଣ କଲା। ତହୁଁ ମୁହଁ ମାଡ଼ି ଉଚ୍ଚ ସ୍ୱରରେ ବିଳାପ କରି ମୁଁ କହିଲି, ହାୟ ପ୍ରଭୁ, ହେ ଈଶ୍ୱର, ତୁମେ କ'ଣ ଇସ୍ରାଏଲର ଅବଶିଷ୍ଟ ଥିବା ସମସ୍ତଙ୍କ ସମ୍ପୂର୍ଣ୍ଣ ପରିସମାପ୍ତି ଘଟାଇବ? ପ୍ରବାସୀମାନଙ୍କୁ ନୂତନ ବ୍ୟବସ୍ଥାର ପ୍ରତିଶ୍ରୁତି। ସେ ସମୟରେ ପ୍ରଭୁ ମୋତେ କହିଲେ, ହେ ମନୁଷ୍ୟ ପୁତ୍ର, ତୁମ ଭ୍ରାତାମାନଙ୍କୁ, ହଁ ତୁମ ଭ୍ରାତାଗଣ, ତୁମ ସହ ପ୍ରବାସୀ ବୃନ୍ଦ ଓ ସମସ୍ତ ଇସ୍ରାଏଲ ବଂଶକୁ ଜେରୁସାଲେମବାସୀ ଏହିପରି କହିଅଛନ୍ତି, ତୁମେମାନେ ପ୍ରଭୁଙ୍କ ସମୀପର ଦୂରକୁ ପଠାଯାଇଅଛ। ଯେଉଁମାନଙ୍କୁ ଏହି ଦେଶ ଉତ୍ତରାଧିକାର ରୂପେ ପ୍ରଦତ୍ତ, ସେହିମାନେ ଅଟୁ ଆମେ। ସୁତରାଂ ଏହିପରି କୁହ, ପ୍ରଭୁ ଈଶ୍ୱର କହନ୍ତି, ଯଦିଓ ମୁଁ ସେମାନଙ୍କୁ ଜାତି ସମୂହ ମଧ୍ୟକୁ ସ୍ଥାନାନ୍ତରିତ କରିଅଛି ଓ ସେମାନଙ୍କୁ ରାଜ୍ୟ ସକଳ ମଧ୍ୟରେ ବିକ୍ଷିପ୍ତ କରିଅଛି, ତଥାପି ଯେଉଁଠାକୁ ସେମାନେ ପ୍ରସ୍ଥାନ କଲେ, ସେହି ରାଜ୍ୟ ସମୂହରେ ଅଳ୍ପ କାଳ ବ୍ୟାପୀ ସେମାନଙ୍କ ଉଦ୍ଦେଶ୍ୟରେ ମୁଁ ଏକ ପବିତ୍ର ଆଳୟ ହେଲି। ସୁତରାଂ ପୁଣି କୁହ, ପ୍ରଭୁ ଈଶ୍ୱର କହନ୍ତି, ଜାତିଗଣ ମଧ୍ୟରୁ ମୁଁ ତୁମମାନଙ୍କ ସଂଗ୍ରହ କରିବି। ଯେଉଁଠାରେ ତୁମେମାନେ ବିକ୍ଷିପ୍ତ ହୋଇଅଛ, ସେହି ଦେଶ ସମୂହରୁ ମୁଁ ତୁମମାନଙ୍କୁ ଏକତ୍ରିତ କରିବି ଓ ଇସ୍ରାଏଲ ଦେଶକୁ ମୁଁ
ତୁମ୍ଭମାନଙ୍କ ପୁନରାୟ ପ୍ରଦାନ କରିବି। ଏଠାକୁ ଆସିବା ବେଳେ ସମସ୍ତ ଘୃଣ୍ୟ ବସ୍ତୁ ତଥା ଜଘନ୍ୟତାକୁ ସେମାନେ ତନ୍ମଧ୍ୟରୁ ବିଚ୍ୟୁତ କରିବେ। ସେମାନଙ୍କୁ ମୁଁ ଏକ ନୂତନ ହୃଦୟ ପ୍ରଦାନ କରିବି ଓ ସେମାନଙ୍କ ଅନ୍ତରରେ ଏକ ନୂତନ ଆତ୍ମା ମୁଁ ଅବସ୍ଥାପିତ କରିବି। ସେମାନଙ୍କ ଶରୀରରୁ ସେହି ପଥରମୟ ହୃଦୟକୁ କାଢ଼ି ମୁଁ ସେମାନଙ୍କୁ ଏକ ମାଂସମୟ ହୃଦୟ ପ୍ରଦାନ କରିବି। ତେବେ ମୋର ନିୟମାବଳୀ ଅନୁସରଣ ପୂର୍ବକ ସେମାନେ ବିଚରଣ କରିବେ ଓ ମୋର ଅଧ୍ୟାଦେଶ ପାଳନ କରି ମୋର ଅନୁଗତ ହେବେ। ସେହିପରି ସେମାନେ ମୋର ସୃଜନ ହେବେ ଓ ମୁଁ ସେମାନଙ୍କ ଈଶ୍ୱର ହେବି। କିନ୍ତୁ ପ୍ରଭୁ ଈଶ୍ୱର ଏହା କହିଅଛନ୍ତି, ଯେଉଁମାନଙ୍କର ହୃଦୟ ଘୃଣ୍ୟ ବସ୍ତୁ ତଥା ଜଘନ୍ୟତାର ପଶ୍ଚାତଗମନ କରିବେ, ସେମାନଙ୍କ କର୍ମ ଅନୁରୂପ ଦଣ୍ଡ ମୁଁ ସେମାନଙ୍କ ମସ୍ତକ ଉପରେ ପକାଇବି। ପ୍ରଭୁଙ୍କର ମହତ୍ଵ ଜେରୁସାଲେମ ତ୍ୟାଗ କରେ। ଏହାପରେ କେରୁବମାନେ ନିଜ ନିଜ ପକ୍ଷଗୁଡ଼ିକୁ ଉତ୍ତୋଳନ କଲେ ଓ ଚକ୍ର ସମୂହ ସେମାନଙ୍କ ଗହଣରେ ଊର୍ଦ୍ଧ୍ୱାରୋହଣ କଲେ। ଇସ୍ରାଏଲର ଈଶ୍ୱରଙ୍କ ଗୌରବ ସେମାନଙ୍କ ଉପରେ ବିଦ୍ୟମାନ ଥିଲା। ନଗରୀ ମଧ୍ୟରୁ ଆରୋହଣ କରି ନଗରୀର ପୂର୍ବ ଦିଗସ୍ଥ ପର୍ବତ ଉପରକୁ ଆସି ପ୍ରଭୁଙ୍କର ଗୌରବ ଦଣ୍ଡାୟମାନ ହେଲା। ଆତ୍ମା ମୋତେ ଉତ୍ତୋଳନ କଲେ ଓ ଈଶ୍ୱରଙ୍କ ଠାରୁ ପ୍ରାପ୍ତ ସେହି ଦର୍ଶନ ମଧ୍ୟରେ କାଲଦିଆ ଦେଶବାସୀ ପ୍ରବାସୀମାନଙ୍କ ମଧ୍ୟକୁ ସେ ମୋତେ ନେଇ ଆସିଲେ। ସେ ସମୟରେ ମୋ ଦ୍ୱାରା ପରିଦୃଷ୍ଟ ସେହି ଦର୍ଶନ ଅଦୃଶ୍ୟ ହେଲା। ତତ୍ପରେ ଯାହା ପ୍ରଭୁ ମୋତେ ଦେଖାଇଥିଲେ ସେ ସମସ୍ତ ବିଷୟ ମୁଁ ପ୍ରବାସୀମାନଙ୍କୁ ଜଣାଇଲି।